তুমি এটি বসিছ কোন কোন করি চলো না ଯିବା কোড়ি আজ পাল্লা আজ ଯିବା हां পাল্লা হচ্ছে যে কোন গায়ক গায়ক আউছ তুমি জানি না কি হ্যাঁ মালতী বাড়ি আসিছি মালতী বাড়ি हां ମୁଁ ତ ତା ନାଁ ଶୁଣିନି କେବେ ଆଚ୍ଛା ସେ ଭଲ ଗାଇବ ଭଲ ଗାଇବ ତ ହଁ ଆଲୋ ମା ତୁ ଖାଇବା ପିଇବା ଘର ମନ କରୁଛୁ ସବୁ ଭଲ ହେଇଛି ହଁ তুমি ଚାଲ ଯିବା ଖାଇବା ପିଇବା ପାଲା ଦେଖିବା ତାପରେ ପଳେଇସା ପାଲା ଦେଖିବା ଯେ ବୁଢା ମଣିଷ ରାତି ହେଲେ ତୁ ତ କହୁଛୁ ଯଦି ସେ ପାଲା ଖରାପ ହୁଏ ତ କାଲ ବୁଦି ଚକ୍ର ମାରିବି ତ ଯିବା ତ ନିଶ୍ଚୟ ଯିବା ନିହାତି ଯିବା ଓକେ ଚାଲ ଚାଲ ମୁଁ ଆଉ କାନ୍ଦିବି ନାହିଁ ନା 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 କାହିଁକି ମୋ ପୁଅକୁ ତ ମୋ ନିଜେ ମାରି ଦେଇଛି ସେ ନାରୀ ପାଖକୁ ଫେରିବି ନାହିଁ ନା 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 ମୁଁ ଫେରିବି ସେଇ କୋକିଳ ବସ୍ତୁ ନଗରକୁ କାହିଁକି ନା ମାର ଅଭିଶାପ ଆଜ୍ଞା ପଡ଼ିଲା ନିଜ ହାତରେ ନିଜ ପିଲାକୁ ପିଟି ପିଟି ମାରିଦେଲା ଦୌଡ଼ିଲା କପିଳ ବ୍ରାହ୍ମଣ କୋକିଳ ବସ୍ତୁ ନଗରକୁ ନେଇ ଯାଇ ଗାଁ ବାରଣ୍ଡାରେ ଶବକୁ ଥୋଇଦେଲା ଶବକୁ ଥୋଇ ଦେଇ ଯୋଉ ଅସୁସ୍ଥ ହୋଇ ପଡି ରହିଥିବା ପତ୍ନୀ ପାଖରେ ପହଞ୍ଚି ଗଲେ ଯାଇ ଆଜ୍ଞା ପତ୍ନୀକୁ ଡାକିଦେଲେ ତେଣୁ ଆଜ୍ଞା ସ୍ୱାମୀର ଡାକ ବାଜନ୍ତେ ଶଶିଳା ଉଠି ଆସିଲେ ସ୍ୱାମୀ ଆପଣ ଫେରି ଆସିଛନ୍ତି ଭଲ କରିଛନ୍ତି କାହିଁକି ନା ପ୍ରତ୍ୟେକ ଦିନ ମୋ ପୁଅ ଗୋପାଳ ତମ କଥା ମତେ ପଚାରେ ସତରେ ସୁଶୀଳା ଆଉ ଜାଣିଛନ୍ତି ସ୍ୱାମୀ ମୋ ଦେହ ଯେତେବେଳେ ଭଲ ଥିଲା ମୁଁ ଭିକ୍ଷା ମାଗିବାକୁ ଯାଏ ତମେ ତ ଆଉ ଫେରିଲ ନାହିଁ ସେଇ ଚାଉଳ ମୁଠାକ ଦୌଡ଼ି ଆଜ୍ଞା ନେଇ ଯାଇ କାକ ପଇକୁ ଦିଏ କାକ ପଇକୁ ସବୁବେଳେ କହେ ଆକା କପଇ ଦୁନିଆ ବୋଲୁଛୁ ଆଠ କାଳ ବାର ମାସ ଆଠ କାଳ ବାର ମାସ ରେ ଭଲା ଆଠ କାଳ ବାର ମାସ କହିପା ଯିବ କି ପିତାଙ୍କ ଖବର ସେତ ଦୂର ପରବାସ ସେତ ଦୂର ପରବାସ ରେ ଭଲା ସେତ ଦୂର ପରବାସ କାନ୍ଦି କାନ୍ଦି ଆଜ୍ଞା ଶଶିଳା କହିଲା ସ୍ୱାମୀ ପ୍ରତ୍ୟେକ ଦିନ 4 ବର୍ଷର ପୁଅଟି ମୋର ଏକଇରା ବଳା ବିଶିକେଶନ କାକ ପଇକୁ ଚାଉଳ ଦେଇ ପଚାରେ ଏଇ କାକ ପଇ 8 କାଳ 12 ମାସ ପରା ଭ୍ରମଣ କରୁ ମୋ ବାପା ମତେ ଛାଡି ଚାଲି ଯାଇଛନ୍ତି ମୋ ବାପା କେବେ ଫେରିବେ ପରେ କାକ ପଇ ଗୁମୁରି ଗୁମୁରି ହେଇ କାନ୍ଦୁଥିବା ପୁଅ ସେଇଠୁ ଆଜ୍ଞା କହିଦେଲେ କିଏ ନା କପିଳ ବ୍ରାହ୍ମଣ କହିଲେ ଶଶିଳା ତୁ ତ କହୁଛୁ ତ ପାଖରେ ମୋ ପୁଅ କାନ୍ଦେ ମୁଁ ତ ଆସିଗଲିଣି ହେଲେ ଗୋପାଳ ଗଲା କୁଆଡେ ସୁଶୀଳା ସ୍ୱାମୀ ସୁଶୀଳା ଜାଣିଛ ସ୍ୱାମୀ ସୁଶୀଳା ମୁଁ ନା ଭିକ୍ଷା ମାଗିବାକୁ ପଠାଇ ଦେଲି ସତରେ ତେଣୁ 4 ବର୍ଷର ପୁଅ ଭିକ୍ଷା ମାଗିବାକୁ ଯାଇଛି ସୁଶୀଳା ସନ୍ଧ୍ୟା ଯାଇ ନା ସକାଳ ଯାଇ ସନ୍ଧ୍ୟା ହେଲାଣି ହେଲେ ଏପର୍ଯ୍ୟନ୍ତ ଗୋପାଳ କାହିଁ ଫେରୁନି ସ୍ୱାମୀ ଆପଣ ତ ସେଇ ବାଟ ଦେଇ ଆସିଲ ଆପଣ କଣ ଦେଖିଛ ସୁଶୀଳା ଆସିଲା ବେଳେ ଦେଖିଲି ପାଖ ବାରଣ୍ଡାରେ ପିଲାଟିଏ ଶୋଇଛି ସେଇ କଣ ଆମ ଗୋପାଳ ହୋଇଥିବ ସ୍ୱାମୀ ହଁ ସୁଶୀଳା ବାରଣ୍ଡାରେ ପିଲାଟିଏ ଶୋଇଥିଲା ହଁ ସୁଶୀଳା କାହିଁକି ନା ଖରାରେ ଯାଇଥିଲା କାଳେ ଥକା ହେଇଥିବ କା ବାରଣ୍ଡାରେ ଶୋଇ ପଡିଥିବ ମତେ ଟିକେ ନେବ ସ୍ୱାମୀ ଚାଲ ସୁଶୀଳା ମତେ ଟିକେ ଦେଖାଇଦେବ କପିଳ ବ୍ରାହ୍ମଣ ଆଜ୍ଞା ଶଶିଳାକୁ ଡାକି କରି ନେଇଗଲେ ନେଇ ଯାଇ ଯେଉଁ ବାରଣ୍ଡାରେ ଶବକୁ ଥୋଇଥିଲେ ସେଇ ବାରଣ୍ଡା ପାଖରେ ନେଇ ଦେଖାଇଦେଲେ ଏ ଶଶିଳା ଦେଖେ ଦେଖେ ଏଇ ହେଉଛି ସେଇ ପିଲା ସେଇ ପିଲା ଶଶିଳା ଆଜ୍ଞା ଦୌଡ଼ି ଗଲା କଣ ତରକାରୀରେ ଧୂଳିକୁ ପୋଛି ଦେଲା
ବାଛି ଦେଇ ଆଜ୍ଞା କୂଳକୁ ଟାଣି ଆଣିଛି। କୂଳକୁ ଯେତେବେଳେ ଟାଣି ଆଣିଲା କାଠ ପ୍ରାୟ ଗଡ଼ି ଆସିଲା। ଡାକିଦେଲା କପିଳ ବ୍ରାହ୍ମଣଙ୍କୁ, ସ୍ୱାମୀ ଦେଖିବା ଯୋଉ ପୁଅକୁ ଦେଖିବାକୁ ଚାହୁଁଥିଲ ସେଇ ପୁଅକୁ ଦେଖ, ଏଇ ହଉଛି ମୋର ସେଇ ଗୋପାଳ। କାହିଁକି ମତେ ମା ବୋଲି ଡାକୁ ନାହିଁ? ଡାକ ସୁଶୀଳା ଡାକ, ନିଶ୍ଚୟ ତମକୁ ସେ ମା ବୋଲି ଡାକି। ଏଇଥର ଆରେ ଉଠୁରେ ଜନ, ଆରେ କଥା କହ ଯେ କାହିଁ ଗଲୁ ଦାଦା ଫେରିଆ ବାବୁ ରେ। କେମିତି ତ ମା କୁ ଏକା କରି ତୁ ଚାଲିଗଲୁ? ତ ମା କଥା କଣ ମନେ ପଡୁନଥିଲା? ସେଇ ଦିନ ତୁ କହୁଥିଲୁ ପରା ତୋ ବାପାକୁ ଦେଖିବୁ ବୋଲି। ଆରେ ତୋ ବାପା ଆସିଛନ୍ତି ରେ। ଆରେ ଉଠୁରେ ଧନ, ଆରେ ତରୁଟିଆ ମତେ ମା ବୋଲି ଡାକେ। କପିଳ ବ୍ରାହ୍ମଣ ଆଜ୍ଞା ଡାକିଦେଲା, ଗୋପାଳ ଆଉ ତମକୁ ମା ବୋଲି ଡାକିବନି ସୁଶୀଳା। କାହିଁକି? ହଁ ସୁଶୀଳା, କଣ ହୋଇଛି ମୋ ପୁଅର? ଗୋପାଳ ମରି ଯାଇଛି। ମୋ ପୁଅ ମରି ଯାଇଛି ବୋଲି ଆପଣ କେମିତି ଜାଣିଲେ? ମୁଁ ନିଜେ ଗୋପାଳକୁ ଚିହ୍ନି ନ ପାରି ମୋ ନିଜ ହାତରେ ମୁଁ ତାକୁ ପିଟି ପିଟି ମାରି ଦେଇଛି ସୁଶୀଳା। ବ୍ରାହ୍ମଣ, ଆପଣ ମୋ ପୁଅକୁ ମୁଠେ ଖାଦ୍ୟ ଦେଇପାରିଲେ ନାହିଁ। ଏଉ ଦୋଷ ତୁମର ସେ କରିଥିଲା। କାହିଁକି ତମେ ନିର୍ମମ ଭାବରେ ମୋ ପିଲାଟିକୁ ମାରିଦେଲ? ଯଦି ମୋ ପୁଅ ମତେ ମା ବୋଲି ନ ଡାକିଲା ତାହେଲେ ମୁଁ କାହିଁକି ଏ ପିଣ୍ଡକୁ ରଖିବି? ନେଇଯାଅ ବ୍ରାହ୍ମଣ ଏ ପିଣ୍ଡ। ଯେବେ ମା ବୋଲି ଡାକିବ ତେବେ ଫେରିବ। ଯେତେବେଳେ କଥା କହିଛନ୍ତି କପିଳ ବ୍ରାହ୍ମଣ କହିଲା ଏଟା ପାଗଳି ହୋଇଗଲାଣି, ମୁଁ ଯାଉଛି ଏ ଶବକୁ ସଂସ୍କାର କରି, ତେଣୁ ଆଜ୍ଞା ମୁଁ ଟିକେ ସ୍ନାନ କରିବି। ତେଣୁ ଶବ ଯେତେବେଳେ ନେଇଯାଇ ଗଙ୍ଗା ନଦୀ ଆଡ଼ିରେ ଥୋଇଦେଲା, ସେଇ ଗଙ୍ଗା ଗର୍ଭରେ ସେ ଆଜ୍ଞା ସ୍ନାନ ଶୌଚ ହେବା ପାଇଁ ଆଜ୍ଞା ଗଙ୍ଗା ଗର୍ଭରେ ପଶିଗଲେ। ଯେତେବେଳେ ଗଙ୍ଗା ଗର୍ଭରୁ ଆସିଛନ୍ତି ଦେଖିଲେ ଆଜ୍ଞା ପିଣ୍ଡଟି ଆଉ ଆଡ଼ିରେ ନାହିଁ। ଗଙ୍ଗା ଆଡ଼ିରେ ଦେଖିଲେ ପିଣ୍ଡ ଯେତେବେଳେ ନାହିଁ, ସେଇଠୁ ସେ ଚିନ୍ତା କଲେ ଯେ ପର୍ଯ୍ୟନ୍ତ ମୋ ପୁଅକୁ ମୁଁ ନ ପାଇଛି ସେ ପର୍ଯ୍ୟନ୍ତ ଏଇ ସ୍ଥାନରେ ବସି ରହିବି। କେତେ ଦିନ ବସି ରହିଥିଲା? ବିତିଲା ବରଷ, ବିତିଲା ବରଷ, ବାଲ୍ମୀକ ହେଲା ଶରୀର, ବାଲ୍ମୀକ ହେଲା ଶରୀର। ଆପଣ ମାନଙ୍କୁ ନେଇ ଯାଉଛି ସୁତାଉ ଶବର। ଆଜ୍ଞା ଶବର ରାଜ୍ୟରେ ସୁତାଉ ନାମକ ଜଣେ ଶବର ପ୍ରତ୍ୟେକ ଦିନ ପକ୍ଷୀ ମାରିବା ହଉଛି ତାର କାମ। ସେ ଯେତେବେଳେ ପକ୍ଷୀ ଶିକାର କରିବା ପାଇଁ ଗୃହରୁ ଆଜ୍ଞା ପାଦ କାଢିଛନ୍ତି, ସେଇ ସମୟରେ ତାଙ୍କ ସ୍ତ୍ରୀ ଆଜ୍ଞା ପଛରୁ ଡାକିଦେଲା, ହେଲା ଏ ସ୍ୱାମୀ ଆପଣ ବନକୁ ଯାଉଛନ୍ତି, କିନ୍ତୁ ଆପଣ ତ ପ୍ରତ୍ୟେକ ଦିନ ମାଂସ ବିକ୍ରି କରି କେବଳ ଟଙ୍କା ଆଣୁଛନ୍ତି, କିନ୍ତୁ କୌଣସି ଦିନ ମାଂସ ଆଣୁନାହାନ୍ତି। କିନ୍ତୁ ଆଜି ଆପଣ ଯାଉଛ, କିନ୍ତୁ କପତି ମାଂସ ମତେ ଆଣିକରି ଦେବ। ବ୍ରଏଲର କହିଥିଲା ସାଙ୍ଗେ ସାଙ୍ଗେ ମିଳିଥାନ୍ତା, କପତ ମାଂସ ଯାଇ ଆଣିବା ପାଇଁ ଟିକେ ଟାଇମ୍ ଲାଗିବ। ହଉ ତମେ ମସଲା ବାଟିକି ରଖ, ମୁଁ ଯାଇ ଗଲି ଆଉ ଏଇ ଆସିଲି। ତେଣୁ ଶବର ଆଜ୍ଞା କଥା ଦେଇ ବାହାରି ଗଲେ, ଯାଇ ଆଜ୍ଞା ନିଘଞ୍ଚ ଅରଣ୍ୟ ମଧ୍ୟରେ ପହଞ୍ଚି ଗଲେ। ଅରଣ୍ୟ ମଧ୍ୟରେ ଯେତେବେଳେ
ପହଞ୍ଚିଛନ୍ତି ତେଣୁ ଆଜ୍ଞା କପତ ପ୍ରତ୍ୟେକ ଦିନ ସେଇଠି ଆଜ୍ଞା ସେ ମାରନ୍ତି ତେଣୁ କପତ କି କପତି ସେଦିନ ଆଜ୍ଞା ବୋଲି ଆଜ୍ଞା ଥକା ଲାଗିଲା କ୍ଳାନ୍ତ ଶରୀର ଲାଗୁଛି ତେଣୁ ସେ ବିଶ୍ରାମ ନେବ ବୋଲି ଆଜ୍ଞା ସ୍ଥିର କରି ନେଲେ ଦେଖିଲେ ଆଜ୍ଞା କପିଳ ବ୍ରାହ୍ମଣ 12 ବର୍ଷ ହୋଇଗଲାଣି ଯୋଉ ହୁଙ୍କା ଆଜ୍ଞା ହୋଇଯାଇଥିଲା ତେଣୁ ଅଦୃଶ୍ୟ ତ ଥିଲେ ସେଇ ହୁଙ୍କା ଉପରେ ସେ ବସିଲେ ଯେତେବେଳେ ହୁଙ୍କା ଉପରେ ବସିଛନ୍ତି ତେଣୁ ଆଜ୍ଞା ବଟ ବୃକ୍ଷଟେ ଆଜ୍ଞା ରୋପଣ ହୋଇଛି ସେ ବଟ ବୃକ୍ଷ ଡାଳରେ 2 ଜଣ କପତି ବସି କଥାବାର୍ତ୍ତା ହେଉଛନ୍ତି ଯିବ ଯାର ଦୟା ନାହିଁ ଉଦ୍ଧବ ଚଣ୍ଡାଳଟି ସେହି ଉଦ୍ଧବ ଚଣ୍ଡାଳଟି ସେହି ଉଦ୍ଧବ ଚଣ୍ଡାଳଟି ସେହି ଦୟା ନାହିଁ ଯାର ଧିକ ମନୁଷ୍ୟ ଜନ୍ମ ତାର ଧିକ ମନୁଷ୍ୟ ଜନ୍ମ ତାର ଧିକ ମନୁଷ୍ୟ ଜନ୍ମ ତାର ଯିବ ଯାର ଦୟା ନାହିଁ ଉଦ୍ଧବ ଚଣ୍ଡାଳଟି ସେହି କପତ କହୁଛି କପତିକୁ लो କପତି ଦେଖିଲୁ ବୃକ୍ଷ ମୂଳରେ ଗୋଟେ ଚଣ୍ଡାଳ ବସିଛି ସେଇଠୁ ଆଜ୍ଞା एकथा कपत कपति आज्ञा कथबार्ता होउछन किंतु द्वारकाधिपति कृष्ण द्वारका कृष्ण आज्ञा द्वारका रे बसितंती तेणु उद्धव को एक कथा आज्ञा कहउछन उद्धव कहले हे प्रभु हम मनुष्य माने तीनटा मास धर्म करंती कार्तिक मास मार्गशीर मास वैशाख मास ताले ओनी से वैशाख मासर 300 आटिका मुसो ताटी मूलर पुते काहे समस्त ताटी मूलर गुरु जल पीबे गुरु जल पीबे भारी धार्मिक लोक आ गुटे काम करे आ कोन गुटे जल छतरा भंडार जल छतरा भंडार सही भंडारटा सेठी कोन हबो बीट लुण लंका गुंड जीरा पाउडर दही 5 किलो ए विषय गुटे भलो शरबत तयारी करा सेटा रहला मनीष मानक पई एटा रहला गुरु मानक पई अच्छा जदि मनीष मानक जल जदि गोरु पी देले मारी की ता चटुआ फुले देबी ताले सेठी मनीष धर्म कले ना अधर्म कले पूरा धर्म सेठी चंडाल हला कि नहीं केमिति चंडाल हमु रोहित सुख कुटिया फेरिबा सभ्या रानी जत्ता बेले रोहित पुष्प तोलिबा को जाइथिले सर्पा घात कला सेइटु से चिंता करिथिले केना सभ्या रानी मु ई कर्म करिबा द्वारा मो पुओ को आज हराई बसिली केउ कर्म बापा मां माने कले पिला मान को विपद पड़े केउ कर्म बोले सोसिला गोरु की देले मु माड़ा सुशीला गोरु की देले मु माड़ा सही दोष खाली कलम कोला सही दोष खाली कलम कोला अय्या शस लागुथिबा गोरु जल जदि पान कले तबे घौड़ाई दब नाही कि प्रहार करिब नाही प्रहार करिले तनु आज्ञा विपद विपद आसीबो बंध्या दोष लागिबो बंध्या दोष आसीबो नपुंसक दोष आसीबो तनु आज्ञा ये तो गला आज्ञा आपनकर रुसई रुसई करूथिबे आजिकाली तो समस्त रुसई करूछन आजिकाली तो किबा नारी किबा पुरुष किंतु टिकिया टिकिया आज्ञा हमर गोल रहि जाय कोन ये फटिला भात रे देले मु पानी फटिला भात रे देली मु पानी सही दोष न लकुमार मणि सही दोष ने कुमार मणि गाउली टिकिया टिकिया फूल आज्ञा मां मौसी माने प्रत्येक दिन जानती ए फटिया किबा भात रे केबे जल दबो भात रांधिले दोष लागुछ तो भात रांधिबो ना आउ काई रांधि गोटे काम करियो चाउल डाली पनी परिया सब चुबे खाइ दु खाइ दे चुल्ली ऊपर बजी पानी मुदे पीथु नर फुटुगा आइ माने से भीतर तार हे दियो तापर कोन करिवो तापर आ कोन करे से तार बुझियो देखंतु आज्ञा पहले चाउल पनी परिवा सब माने खाइ देबो पेटे पानी पी दे के चुल्ली ऊपर बजिबो माई की कहबो तळु जा जालिबो हां देखंतु आज्ञा फटिला भात रे केबे जल देबो नाही जल देले पिला मन को विपद पड़िबो बंध्या दोष लागिबो देखंतु आज्ञा आउरी बंध्या दोष
କେଉଁ କାରଣ ଥିଲେ ମଧ୍ୟ ଦେଶ ଲାଗେ। ତେଣୁ ଆଜ୍ଞା ପ୍ରତ୍ୟେକ ଦିନ ଆମେ ରାତି ପାହିଲେ ଆମ ଘର ମାନେ ଦ୍ୱାର ଆଗରେ ଆମେ ଦେଖନ୍ତି କାହାକୁ ଦର୍ଶନ କରନ୍ତି ନା ବୃନ୍ଦାବତୀକୁ। या तुलसी लगाई मूले जल मुन देली छाती पाई जनमे निसंतान हेली हो सेहु हेली। आज्ञा वृंदावती को प्रत्येक दिन तांको मूलरे आज्ञा लिपा पुछा करंती किए द्वारकाधीश कृष्णंकर पत्नी आज्ञा रुक्मणी प्रत्येक दिन तांको सेवा करिथिबारु आज्ञा चौरा को लिपिथिबारु सप्तपुत्रर से जननी होइथिले। प्रत्येक दिन जे तुलसी मूलरे जल दिए से आज्ञा पुत्रर मुख से देखे जे न दिए से निसंतान हुए। ए मो सेइथि भाई मो मामुर होउथिन ना चारटा जियो तेणु आज्ञा ये तो गला आज्ञा वृंदावती कथा आउरी मध्य अछि आज्ञा ये सोइथिबा माने सोइथिबा स्वामी ये सोइथिबा स्वामी सज्जा गोड़े आड़े हो आज्ञा स्वामी सोइथिबे काले किछि काम पड़ला उठी जाइछे आ सज्जाटी केवल पड़ी तेणु तमे आज्ञा करबनी जे गोड़े आड़े दबनी ना बर आउ किमिति आड़े हो ये तो माई कौन करे पार्लर लगी शुई थी बुझला 8टा बंद शुई मु एडू एडू चल जो ओ अकल होती पता नहीं देखि के पीरी गळि जो गोड़ ताहले एई बड़ी गोड़ आड़ौतिले नाही आज्ञा सोईथिबा स्वामी सज्जा गोड़ आड़ेइली सेति पई एजन में आंठु कुड़ी हेली तेणु आंठु कुड़ा दोष आज्ञा लागिव कथार नाही देखंतु आज्ञा या पडुथिबा पर पुआ तोड़ी न धरिली हो न धरिली सेति पई एजन में अपुत्री कहेली हो सेहु आज्ञा बाटरे जाउछंती गोटे पिला जाउछि हठात आज्ञा से पिलाटी पड़ी गला पड़ी जा ता मा काली गाली देथिला आ ता पु आज पड़ला मोर कोन हो गई टेकमी तो बोल है पड़ती न ता पुओ आ मो पुओ अरे ता पुओ जो भाबी पिलाटे को छाड़ी देई आसीबो नाही जदी तोली आनिबो ताहाले तुम कुल पूर्ण हबो जदी आज्ञा ताको छाड़ी देई आसीबो ताहाले तम कुल पूर्ण निश्चय हबो। आपण मानबा हम कार्यक्रम केते लागि आशा करछि निश्चित भाबे भले लागि आउनी नुआ नुआ कार्यक्रम देखिबा पई आपण माने हम चैनल लाइक और शेयर करो आज्ञा हां सब्सक्राइब करिया पई भूलिबे नहीं। रहुछि नमस्कार।